ଢେଙ୍କାନାଳ ସାଆନ୍ଦା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମେତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ତୁଷାର ପାଣି ପ୍ରମୁଖ ଯୋଗଦାନ କରିଥିଲେ। ଏହି ହୀରକ ଜୟନ୍ତୀ ଅବସରରେ ସ୍କୁଲ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍କୁଲର ପ୍ରତିଷ୍ଠାତା ଗଙ୍ଗାଧର ପଣ୍ଡାଙ୍କ 2ଟି ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟର ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ମାନ୍ୟଗଣ୍ୟ ଅତିଥିମାନେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହୀରକ ଜୟନ୍ତୀ ଉପଲକ୍ଷେ ସୁନ୍ଦର ଆୟୋଜନ କରାଯାଇଥିବାରୁ ଭୁରି ଭୁରି ପ୍ରଶଂସା କରିଥିଲେ ମାନ୍ୟବର ଅତିଥିବୃନ୍ଦ। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍। ବିଦ୍ୟାଳୟ ହୀରକ ଜୟନ୍ତୀ ମହୋତ୍ସବ ପାଳନ କରାଯାଉଛି। ସାଆନ୍ଦା ଗୋଟେ ଐତିହାସିକ ଗ୍ରାମ ଏବଂ ବିଦ୍ୱାନ ମାନଙ୍କ କାମ ଗାଁ ଆରମ୍ଭରେ ଜଣେ ବେଦ ବିଦ୍ୱାନଙ୍କୁ ଦିଆହେଇଛି, ପ୍ରଜା ଦାନ ଦେଇଥିଲେ। ଏ ପର୍ଯ୍ୟନ୍ତ ମଧ୍ୟ ଗାଁ ସାଆନ୍ଦା ଗାଁର ସାଆନ୍ଦା ଅଞ୍ଚଳର ମିନିମମ୍ ମୁଁ ଜାଣିବାରେ 500 ବିଦ୍ୱାନଙ୍କୁ ମୁଁ ଜାଣିଛି। ଯଦିନ ମୋର ଢେଙ୍କାନାଳରେ ସମ୍ବର୍ଦ୍ଧନା ଦିଆହେଲା, ମୁଁ ସାଆନ୍ଦା କଥା ବି ସାଆନ୍ଦାର ବହୁତ ବିଦ୍ୱାନ ଅଛନ୍ତି ଯେଉଁମାନେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ, କେହି ପାଇବେ। ତେଣୁ ସାଆନ୍ଦା ଗୋଟେ ପ୍ରତିଭାଶାଳୀ ଗ୍ରାମ, ସନ୍ଦେହ କରିବା ତେଣୁ ଏଇ ଯେଉଁ ବିଦ୍ୟାଳୟଟିକୁ ସ୍ୱର୍ଗୀୟ ଗଙ୍ଗାଧର ପଣ୍ଡା କରିଛନ୍ତି, କେମିତି କରିଛନ୍ତି ମୁଁ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲି ମୁଁ ଦେଖିଛି କେତେ ଜାଗା ବୁଲିବାକୁ ପଡ଼ିଛି ତାଙ୍କୁ ହାଇସ୍କୁଲରେ କରିବା ପାଇଁ। ଯାହା ଏଇ ଭବିଷ୍ୟତ ପିଢ଼ି ଏ ସ୍କୁଲଟିକି ବଞ୍ଚେଇ ରଖନ୍ତୁ, ଏଇ ଗଛଟି ସେ ଲଗେଇ ଦେଇ ଗଲେ, ଆଉ ବଞ୍ଚେଇ ରଖିବା ବଡ଼ କଥା। ମୋ ନାଁ ସୁରେଶ ଚନ୍ଦ୍ର ପଣ୍ଡା, ମୁଁ ଏ ପୁରାତନ ଛାତ୍ର ସଂଘର ସଭାପତି ଅଛି। ତ ଆଜି ସାଆନ୍ଦା ହୀରକ ଜୟନ୍ତୀ ଉତ୍ସବ ହୀରକ ଜୟନ୍ତୀ ଉତ୍ସବ ଯୋଗୁଁ ଆମେ ପୂର୍ବରୁ ଯୋଜନା କରିଥିଲୁ। ଏହାର ସବୁ ପ୍ରକାର ଯେତେ ଆମ ବୁଦ୍ଧିଜୀବୀ ଆଉ ଏ ଅଞ୍ଚଳ ସବୁ ଏ ହୀରକ ଜୟନ୍ତୀ ଉତ୍ସବକୁ ଆଜି ସୁଚାରୁ ରୂପେ ତାକୁ ସମାପନ କରିଛୁ। ଏଥିରେ ଯେଉଁ ଆମର ପୁରାତନ ଛାତ୍ର ସଂସଦର ସମସ୍ତ ସହଯୋଗୀ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଏବଂ ଆଜିର କାର୍ଯ୍ୟକ୍ରମକୁ ଚାଲୁ ରଖିଛନ୍ତି। ଆଜିର ଆମର ଆସିଥିଲେ ମୁଖ୍ୟ ବକ୍ତା ଅନ୍ତର୍ଯ୍ୟାମୀ ବାବୁ, ମୁଖ୍ୟ ଅତିଥି, ଆଉ ମୁଖ୍ୟ ବକ୍ତା ଅଛନ୍ତି ଭିକାରୀ ଚରଣ ବାବୁ, ଅନ୍ୟାନ୍ୟ ସବୁ ଗୁରୁଜନ, ଏ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର ସମସ୍ତ କ'ଣ ଆଉ ଶତବାର୍ଷିକରେ ପୁରାତନ ଶିକ୍ଷକମାନଙ୍କୁ ବା ଛାତ୍ରମାନଙ୍କୁ କୌଣସି ହଁ, ଆମ ଅଞ୍ଚଳର ସବୁ ବ୍ୟକ୍ତିମାନଙ୍କୁ ଆମେ ସମ୍ମାନ ଦେଇ ସମସ୍ତଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆମର ଲକ୍ଷ୍ୟ ଏଇଟା ରହିଛି। ଆଗକୁ ଏ ଯୋଜନା ବି ଜାରି ରହିବ। ଗଙ୍ଗାଧର ପଣ୍ଡାଙ୍କର ଆମର ସ୍ୱର୍ଗତ ଯିଏ ଉଦ୍ୟୋକ୍ତା ତାଙ୍କ ପ୍ରତିମୂର୍ତ୍ତି କଲୁ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ବି ପ୍ରତିମୂର୍ତ୍ତି ଉଚ୍ଚନ କଲୁ। ଶୁଣନ୍ତୁ, ଇଏ ଗୋଟିଏ ମଣିଷ ଗଢ଼ା କାରଖାନା। 3 ଦଶନ୍ଧି ତଳେ ପ୍ରତିଷ୍ଠିତ ଏ ଅନୁଷ୍ଠାନ, ଯାହାର ପୁଣ୍ୟଶ୍ଲୋକ ଗଙ୍ଗାଧର ପଣ୍ଡାଙ୍କର ଅମୃତ ଅମ୍ଳାନ ସ୍ମୃତି ବହନ କରି ମଣିଷ ଗଢ଼ା କାରଖାନାଟି ତା'ର ହୀରକ ଜୟନ୍ତୀ ଉତ୍ସବ ପାଳନ କରିବା ଏବଂ ପ୍ରାକ୍ତନ ବିଦ୍ୟାର୍ଥୀ ପରିଷଦ କୃତଜ୍ଞତା ଆଧାରରେ ମହାସମାରୋହରେ ପାଳନ କରିବା ନିଶ୍ଚିତ ଭାବରେ ଏକ ସାମାଜିକ ସୁବାର୍ତ୍ତା ବହନ କରେ। କାରଣ ଏ ମାଟିରେ ଆମେ ଯେତେବେଳେ ପାଦ ଦେଉ ସେତେବେଳେ ବୀର ବୈଷ୍ଣବ ପଟ୍ଟନାୟକଠୁ ଆରମ୍ଭ କରି ସାରଙ୍ଗଧର ଦାସ, ଉଷା ମଲ୍ଲିକଠୁ ଆରମ୍ଭ କରି ବାଜି ରାଉତମାନଙ୍କର ଅମ୍ଳାନ ସ୍ମୃତି ଉଜ୍ଜୀବିତ ହୁଏ। ଏ ମାଟି ହେଉଛି ପ୍ରତିଭା ପ୍ରସବିନୀ ମାଟି। 1200 ବର୍ଷ ତଳେ ଯେତେବେଳେ ଏ ମାଟିରେ 22ଟି ତାମ୍ର ପତାକା ଉନ୍ମୋଚିତ ହେଲା, ଏ ମାଟିର ପ୍ରାଚୀନ ଐତିହ୍ୟ ଇଏ ପରିସ୍ଫୁଟ। ଏଇ ମଣିଷ ଗଢ଼ା କାରଖାନାର ପଣ୍ୟମାନେ ଆଜି କେବଳ ଭାରତ ବର୍ଷରେ ନୁହେଁ, ସମଗ୍ର ବିଶ୍ୱରେ ସ୍ୱକୀୟ ପ୍ରତିଭାରେ ପ୍ରତିଭାତ। ତେଣୁ ଆଜି ତ ଏଇ ମାଟିର ଜନ୍ମ ହୋଇଥିବା ବ୍ୟକ୍ତି ମଧ୍ୟ, ଏଇ ବଣ ଜଙ୍ଗଲରେ ଜନ୍ମ ହୋଇଥିବା ଓଡ଼ିଆ ଆଜି ବିଶ୍ୱର ସର୍ବଶ୍ରେଷ୍ଠ କବିର ସ୍ୱୀକୃତି ଜାତିସଂଘ ଦେଇଛି। ସେ ହେଉଛନ୍ତି ସନ୍ଥ କବି ଭୀମ ଭୋଇ। ଆଜି ବି ଭାରତ ବର୍ଷରେ ଓଡ଼ିଆ ଭାଷାକୁ ଓଡ଼ିଶାର ଶାସନର ଭାଷା ହେବା, ଓଡ଼ିଆରୁ ଓଡ଼ିଆ ହେବା, ଓଡ଼ିଶାରୁ ଓଡ଼ିଶା ହେବା, ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା, ବନ୍ଦେ ଉତ୍କଳରେ ସାହାଯ୍ୟ ସ୍ୱୀକୃତି ଲାଭ କରିବା, ଭାଷା ମଧ୍ୟ ଚୟନ ପରୀକ୍ଷାରେ ସ୍ଥାନିତ ହେବା, ଜାତୀୟ ଆନ୍ତର୍ଜାତିକ ଚୟନ ପରୀକ୍ଷାରେ ଭାଷା ସ୍ଥାନିତ ହେବା,
विश्व अनुवाद तालिकार स्थानित हवा बहुरमय कथा कथा आरंभ कर शिक्षा व्यवहार परिवर्तन वार्ता बह माटी तेणु गोटे पवित्र माटी रे एक मनुष्य गढ़ा कारखानार एक हीरक जयंती उत्सव में अतिथि भाग जोगदवा मो एक नैसर्गिक उपलब्धि।